ତ ଓସେମ୍ ପକ୍ଷରୁ ଏମ୍ଏସ୍ଏମ୍ଇ ବ୍ୟବସାୟରେ ଅଭିବୃଦ୍ଧି ଓ ଆଶାବାଦ ଉପରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପକ୍ଷରୁ ଭୁବନେଶ୍ୱରରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ଜାତୀୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠାନର ମିଳିତ ସହଯୋଗରେ ଏହି ଆୟୋଜିତ କାର୍ଯ୍ୟକ୍ରମ ହୋଇଥିଲା। ତେବେ ଉଦ୍ଘାଟନୀ ଦିବସରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞ ଉପସ୍ଥିତ ଥିଲେ। ପ୍ରଥମ ସମ୍ମିଳନୀରେ କାର୍ଯ୍ୟକ୍ଷମ ଦୃଷ୍ଟିକୋଣ ଏବଂ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସହିତ ଓଡ଼ିଶା ଏବଂ ଏହା ବାହାରେ ମଧ୍ୟ ଏମ୍ଏସ୍ଏମ୍ଇର ଭବିଷ୍ୟତକୁ ଗଢ଼ି ତୋଳିବା ଲକ୍ଷ୍ୟ ରଖାଯାଇଥିଲା। ଖାସ୍ କରି ଏମ୍ଏସ୍ଏମ୍ଇରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଉପରେ ଆଲୋକପାତ କରାଯାଇଥିଲା। आम पाखे इंटरनेशनल स्पीकर्स अच्छा विभिन्न कंट्री जमती कि केनिया हूँ इंडोनेशिया तापरे फ्रॉम बांग्लादेश एंड फ्रॉम साउथ कोरिया आउ देशर विभिन्न भिन्न जगार आम एकेडमिशियंस आउ एमएसएमई एक्सपर्ट्स मान को डकईचु आउ बहुत आइडियाज एक्सचेंज होती आउ बेस्ट प्रैक्टिसेस एक्सचेंज होती ता जरिया आम माने आमर ओडिशार आउ ओडिशा बाहर जो एमएसएमई माने ये पार्टिसिपेट करछंती आम केमती करके माने वर्ल्ड स्टैंडर्ड को लेकिन आसीपर आउ ग्लोबल वैल्यू चेन सहित आम कनेक्ट कर पारिबा सेटा कॉन्फ्रेंस रो मुख्य लक्ष्य।